ओम शांति। आज 21/4/2026 साकार महावाक्य। मधुर संतान माने ज्ञानर सागर बाबा आसीछंती तुम पिलामानक सम्मुखरे ज्ञानर नृत्य करिबा पई। तुमे माने जेते जेते बुद्धिमान एवं योग्य सेवाधारी हेबो सेही अनुसारे ज्ञानर नृत्य मध्य भल हेबो। प्रश्न, संगम जुगरे तुमे संतान माने निज भितरे केउ अभ्यास पक्का करुछ? उत्तर, यादरे रहिबार। यह ही होची रूहानी अभ्यास। यही अभ्यास सहित तुमको दिव्य और अलौकिक कर्म मध्य करिबाको हेबो। तुमे हेलो ब्राह्मण, तुमे समस्त को सत्य सत्य कथा निश्चय सुनाइबा उचित। सेवा करिबार अभ्यास मध्य तुम संतान मानकर रहिबा दरकार। गीत, धीरज धर मनुआ तेरा सुख का दिन आया कि आया। ओम शांति, ओम शांति। जेपरी डाक्तरखाना केही रोगी थिले से दुखरू मुक्त हेबार आशा रखिथांती। डाक्तर को पचारि थांती जे अवस्था किपरि अछि, केबे ही रोगरू मुक्त हेबी। ए सबु तो हेला शारीरिक कथा, यह हेउछि अलौकिक कथा। बाबा आसी पिलामानंकु राय देउछंदी। ए कथा तो पिलामाने जानिगलेଣି जे वास्तव रे यह सुख एवं दुखर खेल अटे। एमितिरे तो तुमको सत्ययुग ठारू एठारे अधिक फायदा मिलुछि, काहेकि ना तुमे जानिछ जे आमे वर्तमान ईश्वरीय कोଳରେ अछु, ईश्वरंकर संतान होइछु। वर्तमान समय आमर महिमा सर्वोच्च गुप्त अटे। मनुष्य मात्र के बाबा को शिव, ईश्वर, भगवान मध्य कहउछन्ति, किंतु तांको जानि नाहंती, केवल डाकी चलीछन्ति। ड्रामा अनुसार ही एपरि होइछि। ज्ञान एवं अज्ञान, दिन एवं राति गायन मध्य करि आसुछन्ति, किंतु एपरि तम प्रधान बुद्धि होई गलेनी, ଯାହାକି ନିଜକୁ ତମ ପ୍ରଧାନ ବୋଲି ଭାବୁ ହିଁ ନାହାନ୍ତି। ଯଦି କାହା ଭାଗ୍ୟରେ ବାବାଙ୍କର ସମ୍ପତ୍ତି ପାଇବାର ଥିବ ତେବେ ତ ତାଙ୍କ ବୁଦ୍ଧିରେ ରହିବ ନା। ପିଲାମାନେ ଜାଣିଛନ୍ତି ଯେ ଆମେ ବିଲକୁଲ ହିଁ ଘୋର ଅନ୍ଧକାରରେ ଥିଲୁ। ଏବେ ବାବା ଆସିଛନ୍ତି, ତେଣୁ କେତେ ଆଲୋକ ମିଳୁଛି। ବାବା ବୁଝାଉଥିବା ଜ୍ଞାନ କୌଣସି ବେଦ ଶାସ୍ତ୍ର ଗ୍ରନ୍ଥ ଆଦିରେ ନାହିଁ। ଏହା ମଧ୍ୟ ବାବା ସିଦ୍ଧ କରି ବତାଉଛନ୍ତି। ତୁମ ସନ୍ତାନମାନଙ୍କୁ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ଏହା ପୁଣି ପ୍ରାୟ ଲୋପ ହୋଇଯାଉଛି। ମୋ ବିନା ପୁଣି ଏହି ଜ୍ଞାନ କାହାକୁ ମିଳିପାରିବ ନାହିଁ। ପୁଣି ଏହି ଜ୍ଞାନ ପ୍ରାୟତଃ ଲୋପ ହୋଇଯାଇଥାଏ। ବୁଦ୍ଧିରେ ଆସୁଛି ଯେ କଳିଯୁଗ ଚାଲିଗଲା, ପୁଣି 5000 ବର୍ଷ ପରେ ଏହାର ପୁନରାବୃତ୍ତି ହେବ। ଏହା ହେଉଛି ନୂଆ କଥା। ଏ କଥା ତ ଶାସ୍ତ୍ରରେ ନାହିଁ। ବାବା ତ ଏହି ଜ୍ଞାନ ସମସ୍ତଙ୍କୁ ଏକାପରି ପଢ଼ାଉଛନ୍ତି, କିନ୍ତୁ ଧାରଣା କ୍ରମାନ୍ୱୟରେ ହେଉଛି। ଯଦି ଭଲ ସେବାଧାରୀ ସନ୍ତାନମାନେ ଆସିଯାଆନ୍ତି, ତେବେ ବାବାଙ୍କର ଜ୍ଞାନର ନୃତ୍ୟ ମଧ୍ୟ ସେହିପରି ଚାଲିଥାଏ। ଡ୍ୟାନ୍ସିଂ ଗ୍ୟାଲ ଆଗରେ ସୌଖିନୀ ଦେଖଣାହାରୀ ଥିଲେ ସେ ମଧ୍ୟ ଖୁସିରେ ବହୁତ ଭଲ ନୃତ୍ୟ କରିଥାଏ। ଅଳ୍ପ ସଂଖ୍ୟାରେ ବସିଥିଲେ ସାଧାରଣ ଭାବରେ ଅଳ୍ପ ନୃତ୍ୟ କରିଥାଏ। ବହୁତ ପ୍ରଶଂସକ ଥିଲେ ତାର ମଧ୍ୟ ଉଲ୍ଲାସ ବଢ଼ିଥାଏ। ତେବେ ଏଠାରେ ମଧ୍ୟ ସେହିପରି ହୋଇଥାଏ। ମୁରଲୀ ସବୁ ସନ୍ତାନମାନେ ଶୁଣୁଛନ୍ତି, କିନ୍ତୁ ସମ୍ମୁଖରେ ଶୁଣିବାର କଥା ଅଲଗା ନା। ଏହା ମଧ୍ୟ ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ନୃତ୍ୟ କରୁଥିଲେ। ତାହା କୌଣସି ଶାରୀରିକ ନୃତ୍ୟ ନୁହେଁ, ବାସ୍ତବରେ ଏହା ଜ୍ଞାନ ନୃତ୍ୟ ଅଟେ। ଶିବ ବାବା ନିଜେ କହୁଛନ୍ତି ଯେ ମୁଁ ଜ୍ଞାନର ନୃତ୍ୟ କରିବାକୁ ଆସୁଛି। ମୁଁ ହେଉଛି ଜ୍ଞାନର ସାଗର। ତେଣୁ ଭଲ ଭଲ ପଏଣ୍ଟସ୍ ବାହାରୁଛି। ଏହା ହେଲା ଜ୍ଞାନର ମୁରଲୀ, କାଠର ମୁରଲୀ ନୁହେଁ। ପତିତପାବନ ବାବା ଆସି ସହଜ ରାଜଯୋଗ ଶିଖାଇବେ ନା କାଠର ମୁରଲୀ ବଜାଇବେ, ଏକଥା କାହାରି ଖିଆଲରେ ନଥିବ ଯେ ବାବା ଆସି ଏହିପରି ରାଜଯୋଗ ଶିଖାଇଥାନ୍ତି। ଏବେ ତୁମେ ପିଲାମାନେ ହିଁ ଜାଣୁଛ, ବାକି କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏକଥା ଆସିପାରିବ ନାହିଁ। ଏଠାକୁ ଆସିବା ବାଲା ମଧ୍ୟ କ୍ରମାନୁସାରେ ପଦ ପାଇବେ। କଳ୍ପ ପୂର୍ବରୁ ଯେପରି ପୁରୁଷାର୍ଥ କରିଥିଲେ ସେହିପରି ପୁରୁଷାର୍ଥ କରି ଚାଲିଛନ୍ତି। ତୁମେ ଜାଣିଛ ଯେ କଳ୍ପ ପୂର୍ବ ପରି ବାବା ଆସୁଛନ୍ତି। ଏଠାକୁ ଆସି ପିଲାମାନଙ୍କୁ ସବୁ ରହସ୍ୟ ସ୍ପଷ୍ଟ ଭାବରେ ଶୁଣାଉଛନ୍ତି। କହୁଛନ୍ତି କି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ପ୍ରତ୍ୟେକ ଏହି ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ଯାହା କିଛି ସତ୍ୟ ଯୁଗରେ ହୋଇଥିଲା ତାହା ପୁଣି ହେବ। ଅନେକ ପ୍ରକାରର ଯୋନି ଅର୍ଥାତ୍ ପ୍ରାଣୀ ଅଛନ୍ତି। ସତ୍ୟ ଯୁଗରେ ଏତେ ଯୋନି ରହିବ ନାହିଁ। ସେଠାରେ ତ ଅଳ୍ପ ପ୍ରକାରର ପ୍ରାଣୀ ରହିବେ, ପୁଣି ବୃଦ୍ଧି ହୋଇ ଚାଲିବ। ଯେପରି ଅନେକ ଧର୍ମ ମଧ୍ୟ ବଢ଼ି ଚାଲିଛି ନା। ସତ୍ୟ ଯୁଗରେ ତ ଏତେ ଧର୍ମ ନଥିଲା। ଯାହା ସବୁ ସତ୍ୟ ଯୁଗରେ ଥିଲା ସେସବୁ ପୁଣି ସତ୍ୟ ଯୁଗରେ ହିଁ ଦେଖିବ।
ସତ୍ୟ ଯୁଗରେ କୌଣସି ଛି ଛି ଦୁର୍ଗନ୍ଧ କରୁଥିବା ଆବର୍ଜନା ରହିବ ନାହିଁ। ସେହି ଦେବୀ ଦେବତାମାନଙ୍କୁ ଭଗବାନ ଭଗବତୀ ବୋଲି କହୁଛନ୍ତି। ଅନ୍ୟ କୌଣସି ଖଣ୍ଡ ବା ରାଷ୍ଟ୍ରରେ କେବେ ବି କାହାକୁ ଦେବୀ ଦେବତା କୁହାଯାଏ ନାହିଁ। ଏହି ଦେବତାମାନେ ନିଶ୍ଚିତ ସ୍ୱର୍ଗରେ ରାଜ୍ୟ କରୁଥିଲେ। ତାଙ୍କର ଦେଖ କେତେ ଗାୟନ ରହିଛି। ତୁମେ ସନ୍ତାନମାନଙ୍କର ଏବେ ଧୈର୍ଯ୍ୟ ଆସିଗଲାଣି। ତୁମେ ଜାଣିଛ ଯେ ଆମର ପଦ କେତେ ଉଚ୍ଚ ବା କମ୍ ଅଟେ। ଆମେ ଏତେ ନମ୍ବର ରଖି ପାସ୍ ହେବୁ। ପ୍ରତ୍ୟେକ ନିଜକୁ ତ ବୁଝିପାରୁଛନ୍ତି ନା କି ଅମୁକ କେତେ ଭଲ ସେବା କରୁଛି। ହଁ, ଚାଲୁ ଚାଲୁ ତୋଫାନ ମଧ୍ୟ ଆସିଯାଉଛି। ବାବା ତ କହୁଛନ୍ତି କି ପିଲାମାନଙ୍କ ସମ୍ମୁଖକୁ କୌଣସି ଖରାପ ଗ୍ରହ ତୋଫାନ ଆଦି ନ ଆସୁ। ମାୟା ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ତଳକୁ ଖସାଇ ଦେଉଛି। ତେଣୁ ବାବା ଧୈର୍ଯ୍ୟ ଦେଉଛନ୍ତି। କହୁଛନ୍ତି ବାକି ଆଉ କମ୍ ସମୟ ବାକି ଅଛି। ତୁମକୁ ସେବା ମଧ୍ୟ କରିବାକୁ ହେବ। ସ୍ଥାପନା ହୋଇଗଲେ ପୁଣି ତ ଯିବାକୁ ପଡ଼ିବ। ଏଥିରେ ଗୋଟିଏ ସେକେଣ୍ଡ ମଧ୍ୟ ଆଗପଛ ହୋଇପାରିବ ନାହିଁ। ଏହି ରହସ୍ୟ ପିଲାମାନେ ହିଁ ବୁଝିପାରିବେ। ଆମେମାନେ ଡ୍ରାମାର ଅଭିନେତା ଅଟୁ। ଏଥିରେ ଆମର ମୁଖ୍ୟ ପାର୍ଟ ରହିଛି। ଭାରତକୁ ନେଇ ହାରଜିତର ଖେଳ ତିଆରି ହୋଇଛି। ଭାରତ ହିଁ ପବିତ୍ର ଥିଲା। କେତେ ଶାନ୍ତି ପବିତ୍ରତା ଥିଲା। ଏହା କାଲିର ହିଁ କଥା। କାଲି ଆମେ ହିଁ ଅଭିନୟ କରିଥିଲୁ। 5000 ବର୍ଷର ସାରା ପାର୍ଟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଆମେ ଚକ୍ର ଲଗାଇ ଆସିଛୁ। ଏବେ ପୁଣି ବାବାଙ୍କ ସହିତ ଯୋଗ ଲଗାଉଛୁ। ଏହାଦ୍ୱାରା ହିଁ ଖାଦ ବାହାରିବ। ବାବା ମନେ ପଡ଼ିଲେ ବର୍ଷା ମଧ୍ୟ ନିଶ୍ଚୟ ମନେ ପଡ଼ିବ। ପ୍ରଥମେ ପ୍ରଥମେ ବାବାଙ୍କୁ ଜାଣିବାକୁ ହେବ। ବାବା କହୁଛନ୍ତି ତୁମେ ମୋତେ ଜାଣିଗଲେ ମୋ ଦ୍ୱାରା ସବୁକିଛି ଜାଣିଯିବ। ଜ୍ଞାନ ତ ବହୁତ ସହଜ। ଏହା ଗୋଟିଏ ସେକେଣ୍ଡର କଥା। ତଥାପି ମଧ୍ୟ ବୁଝାଇ ଚାଲିଛନ୍ତି। ଜ୍ଞାନର ପଏଣ୍ଟସ୍ ଦେଇ ଚାଲିଛନ୍ତି। ମୁଖ୍ୟ ପଏଣ୍ଟ ଅର୍ଥାତ୍ ମନ୍ତ୍ର ହେଲା ମନ୍ମନା ଭବ। ଏଥିରେ ହିଁ ବିଘ୍ନ ପଡ଼ୁଛି। ଦେହ ଅଭିମାନ ଆସିବା ଦ୍ୱାରା ଅନେକ ପ୍ରକାରର ବିଘ୍ନ ଆସିଯାଉଛି। ପୁଣି ଯୋଗଯୁକ୍ତ ହୋଇ ରହିବାରେ ବିଘ୍ନ ଆସୁଛି। ଯେପରି ଭକ୍ତି ମାର୍ଗରେ ଶ୍ରୀକୃଷ୍ଣଙ୍କ ସ୍ମୃତିରେ ବସିଲେ ବୁଦ୍ଧି କୁଆଡ଼େ କୁଆଡ଼େ ଚାଲିଯାଇଥାଏ। ଭକ୍ତିର ଅନୁଭବ ତ ସମସ୍ତଙ୍କର ରହିଛି। ଏହି ଜନ୍ମର ହିଁ କଥା। ଏହି ଜନ୍ମକୁ ଜାଣିଗଲେ କିଛି ନା କିଛି ଅତୀତ ଜନ୍ମକୁ ମଧ୍ୟ ବୁଝିପାରିବ। ବାବାଙ୍କୁ ମନେ ପକାଇବାର ଅଭ୍ୟାସ ପିଲାମାନଙ୍କର ହୋଇଗଲାଣି। ଯେତେ ତାଙ୍କର ସ୍ମୃତିରେ ରହିବ ସେତେ ଖୁସି ବଢ଼ିବ। ତାହା ସହିତ ଦିବ୍ୟ ଅଲୌକିକ କର୍ମ ମଧ୍ୟ କରିବାକୁ ହେବ। ତୁମେ ହେଉଛ ବ୍ରାହ୍ମଣ। ତୁମେ ସତ୍ୟ ନାରାୟଣ କଥା ଅମର କଥା ଶୁଣାଉଛ। ମୂଳ କଥା ହେଲା ଗୋଟିଏ, ଯେଉଁଥିରେ ସବୁକିଛି ଆସିଯାଉଛି। ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେଉଛି। ଏହା ଗୋଟିଏ ମାତ୍ର ରୁହାନୀ ସଉକ ଅଟେ। ବାବା ବୁଝାଉଛନ୍ତି ଯେ ଜ୍ଞାନ ତ ବହୁତ ସହଜ। କନ୍ୟାମାନଙ୍କ ନାମର ଗାୟନ ମଧ୍ୟ ରହିଛି। ଅଧର କୁମାରୀ, କୁମାରୀ କନ୍ୟା। କୁମାରୀମାନଙ୍କ ନାମ ସବୁଠାରୁ ଅଧିକ ପ୍ରସିଦ୍ଧ ହୋଇଯାଇଛି। ତାଙ୍କର କୌଣସି ବନ୍ଧନ ନାହିଁ। ଦୁନିଆର ସ୍ୱାମୀ ତ ବିକାରଗ୍ରସ୍ତ କରିଦେଇଥାନ୍ତି। ଏହି ବାବା ତ ସ୍ୱର୍ଗକୁ ନେଇଯିବା ପାଇଁ ସଜାଉଛନ୍ତି। ମଧୁର ସାଗରକୁ ନେଇଯାଉଛନ୍ତି। ବାବା କହୁଛନ୍ତି ଏହି ପୁରୁଣା ଦୁନିଆକୁ ପୁରୁଣା ଦେହ ସହିତ ବିଲକୁଲ ଭୁଲିଯାଅ। ଆତ୍ମା କହୁଛି ଯେ ମୁଁ ତ 84 ଜନ୍ମ ପୂରା କରିଛି। ଏବେ ପୁନର୍ବାର ଆମେ ବାବାଙ୍କ ଠାରୁ ପୂରା ବର୍ଷା ନେବୁ। ସାହସ ରଖୁଛନ୍ତି। ତଥାପି ବି ମାୟା ସହିତ ଲଢ଼େଇ ତ ହେବ। ଆଗରେ ତ ଏହି ବ୍ରହ୍ମ ବାବା ଅଛନ୍ତି। ମାୟାର ତୋଫାନ ଏହାଙ୍କ ପାଖକୁ ଅଧିକ ଆସୁଛି। ବହୁତ ଆସି କହୁଛନ୍ତି ଯେ ବାବା ଆମର ଏପରି ହେଉଛି। ବାବା କହୁଛନ୍ତି ପିଲାମାନେ ହଁ, ଏହିପରି ତୋଫାନ ନିଶ୍ଚୟ ଆସିବ। ପ୍ରଥମେ ତ ମୋ ପାଖକୁ ଆସୁଛି। ଶେଷରେ ସମସ୍ତଙ୍କର କର୍ମାତୀତ ଅବସ୍ଥା ହୋଇଯିବ। ଏହା କୌଣସି ନୂଆ କଥା ନୁହେଁ। କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା। ଡ୍ରାମାରେ ଅଭିନୟ କରିଲ। ଏବେ ପୁଣି ଘରକୁ ଫେରିବ। ପିଲାମାନେ ଜାଣିଛନ୍ତି ଏହି ପୁରୁଣା ଦୁନିଆ ହେଉଛି ନର୍କ। କୁହନ୍ତି ମଧ୍ୟ ଏହି ଲକ୍ଷ୍ମୀନାରାୟଣ କ୍ଷୀରସାଗରରେ ରହୁଥିଲେ। ଏହାଙ୍କର କେତେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରାଯାଉଛି। ପ୍ରଥମେ ପ୍ରଥମେ ମନ୍ଦିର କରାଯାଉଥିବା ସମୟରେ କ୍ଷୀରର ପୋଖରୀ କରି ବିଷ୍ଣୁଙ୍କ ମୂର୍ତ୍ତିକୁ ବସାଇଥିବେ। ବହୁତ ଭଲ ଭଲ ଚିତ୍ର ତିଆରି କରି ପୂଜା କରୁଥିଲେ। ସେ ସମୟରେ ତ ବହୁତ ଶସ୍ତା ଥିଲା। ବାବା ସବୁ ଦେଖିଛନ୍ତି। ବାସ୍ତବରେ ଏହି ଭାରତ କେତେ ପବିତ୍ର। କ୍ଷୀରର ସାଗର ଥିଲା। ଦୁଧ ଘିଅର ଯେପରି ନଦୀ ଥିଲା। ଏହାର ମହିମା କରାଯାଇଛି। ସ୍ୱର୍ଗର ନାମ ମାତ୍ରେ ହିଁ ମୁଖରେ ପାଣି ଆସିଯାଉଛି। ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ତେଣୁ ବୁଦ୍ଧିରେ ଜ୍ଞାନ ଆସିଛି। ବୁଦ୍ଧି ଯୋଗ ପରମଧାମ ଘରେ ଏକାଗ୍ର ହେଉଛି। ପୁଣି ସତ୍ୟ ଯୁଗରେ ଏକାଗ୍ର ହେବ। ସେଠାରେ ସବୁକିଛି ନୂଆ ହିଁ ନୂଆ ହେବ। ବାବା ଶ୍ରୀ ନାରାୟଣଙ୍କର ମୂର୍ତ୍ତି ଦେଖି
ବହୁତ ଖୁସି ହେଉଥିଲେ। ତାଙ୍କର ଚିତ୍ରକୁ ବହୁତ ସ୍ନେହରେ ରଖୁଥିଲେ। ଏକଥା ବୁଝିନଥିଲେ ଯେ ସେ ଏପରି ହେବେ। ଏହି ଜ୍ଞାନ ତ ଏବେ ବାବାଙ୍କ ଠାରୁ ମିଳିଛି। ତୁମକୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟିଚକ୍ରର ଆଦି ମଧ୍ୟ ଅନ୍ତର ଜ୍ଞାନ ମିଳିଛି। ଜାଣିଛ ଯେ ଆମେ କିପରି ଚକ୍ର ଲଗାଇବୁ। ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ତୁମେ ବହୁତ ଖୁସି ହେବା ଉଚିତ। ବାକି ଅଳ୍ପ ସମୟ ଅଛି। ଶରୀର କିଛି ନା କିଛି ବ୍ୟାଧିତ ହେଉଛି। ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ। ଡ୍ରାମାର ପ୍ଲାନ୍ ଅନୁସାରେ ଏବେ ତୁମ ସୁଖର ଦିନ ଆସୁଛି। ଦେଖୁଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ। ତୁମକୁ ତୃତୀୟ ନେତ୍ର ମିଳିଛି। ତୁମେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳ ଲୋକକୁ ଭଲ ଭାବରେ ଜାଣିଛ। ଏହି ସୁଦର୍ଶନ ଚକ୍ର ତୁମ ବୁଦ୍ଧିରେ ଘୂରି ଚାଲିଛି। ଖୁସି ମଧ୍ୟ ମିଳୁଛି। ବର୍ତ୍ତମାନ ଆମକୁ ବେହଦର ବାବା ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି। କିନ୍ତୁ ନୂଆ କଥା ହୋଇଥିବା କାରଣରୁ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି। ନହେଲେ ବାବା କହିବା ମାତ୍ରେ ହିଁ ଖୁସିର ନିଶା ଚଢ଼ିଯିବା ଉଚିତ। ରାମତୀର୍ଥ ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ। ସେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ କେତେ କ'ଣ କରୁଥିଲେ। ତାଙ୍କୁ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ହେଲା ଏବଂ ଖୁସି ହୋଇଗଲେ। କିନ୍ତୁ ଏହାଦ୍ୱାରା କ'ଣ ହେଲା? କିଛି ତ ମିଳିଲା ନାହିଁ। ଏଠାରେ ତ ତୁମ ସନ୍ତାନମାନଙ୍କୁ ଖୁସି ବି ମିଳୁଛି। କାରଣ ଜାଣିଛ ତ 21 ଜନ୍ମ ପାଇଁ ଆମେ ଏତେ ଉଚ୍ଚ ପଦ ପାଇବୁ। 3 ଭାଗ ତ ତୁମେ ସୁଖୀ ରହୁଛ। ଯଦି ଅଧା ଅଧା ହେବ ତେବେ ତ ଫାଇଦା କିଛି ହେବ ନାହିଁ। ତୁମେ 3 ଭାଗ ସୁଖରେ ରହୁଛ। ତୁମ ପରି ସୁଖ କେହି ଦେଖିପାରିବେ ନାହିଁ। ତୁମ ପାଇଁ ତ ଅସରନ୍ତି ସୁଖ ରହିଛି। ମହାନ ସୁଖ ଭିତରେ ଦୁଃଖର ଅନୁଭବ ହୁଏ ନାହିଁ। ସଙ୍ଗମରେ ତୁମେ ଉଭୟଙ୍କୁ ଜାଣିପାରୁଛ ଯେ ଏବେ ଆମେ ଦୁଃଖରୁ ସୁଖକୁ ଯାଉଛୁ। ତୁମର ମୁଖ ଦିନ ଆଡ଼କୁ ଏବଂ ଗୋଡ଼ ରାତ୍ରି ଆଡ଼କୁ ରହିଛି। ଏହି ଦୁନିଆକୁ ଲାତ ମାରିବାକୁ ହେବ, ଅର୍ଥାତ୍ ବୁଦ୍ଧିରୁ ଭୁଲିବାକୁ ପଡ଼ିବ। ଆତ୍ମା ଜାଣିଛି ଯେ ଏବେ ଘରକୁ ଯିବାକୁ ହେବ। ବହୁତ ଅଭିନୟ କରିସାରିଛି। ଏହିପରି ନିଜ ସହିତ କଥା ହେବା ଉଚିତ। ଏବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ପାପ ଭସ୍ମ ହେବ। ବାବାଙ୍କ ସେବାରେ ରହି ଯେତେ ନିଜ ପରି କରାଇବ ବାବାଙ୍କର ସେତେ ପ୍ରତ୍ୟକ୍ଷତା କରିପାରିବ। ବୁଦ୍ଧିରେ ଅଛି ଯେ ଏବେ ଘରକୁ ଯିବାକୁ ହେବ। ତେଣୁ ଘରକୁ ହିଁ ମନେ ପକାଇବାକୁ ହେବ। ପୁରୁଣା ଘର ଭାଙ୍ଗି ଚାଲିଥାଏ। ତେବେ ଦେଖ କେଉଁଠି ନୂଆ ଘର ଆଉ କେଉଁଠି ପୁରୁଣା ଘର। ଏଥିରେ ରାତି ଦିନର ଫରକ ରହିଛି। ଏହା ତ ସମ୍ପୂର୍ଣ୍ଣ ବିଷୟ ବୈତରଣୀ ନଦୀ ଅଟେ। ପରସ୍ପରକୁ ମାରୁଛନ୍ତି, ଝଗଡ଼ା କରୁଛନ୍ତି। ବାକି ବାବା ଆସିଛନ୍ତି। ତେଣୁ ବହୁତ ଲଢ଼େଇ ଆରମ୍ଭ ହୋଇଯାଇଛି। ଯଦି ସ୍ତ୍ରୀ ବିକାର ହେଉନାହିଁ, ଯଦି ସ୍ତ୍ରୀ ବିକାର ଦେଉନାହିଁ ତେବେ କେତେ ହଇରାଣ କରୁଛନ୍ତି, କେତେ ମୁଣ୍ଡ ପିଟୁଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ଏହିପରି ଅତ୍ୟାଚାର ହୋଇଥିଲା। ବର୍ତ୍ତମାନର କଥା ହିଁ ଗାୟନ କରାଯାଉଛି। ତୁମେ ଦେଖୁଛ କେତେ ଡାକୁଛନ୍ତି। ସେହି ଡ୍ରାମାର ପାର୍ଟ ପୁନରାବୃତ୍ତି ହେଉଛି। ଏ କଥା ବାବା ଓ ପିଲାମାନେ ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି। ଆଗକୁ ଗଲେ ସମସ୍ତେ ବୁଝିବେ। ଗାୟନ ମଧ୍ୟ କରୁଛନ୍ତି। ପତିତପାବନ ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି। ତୁମେ କାହାକୁ ବି ବୁଝାଇ ପାରିବ ଯେ ଭାରତ ସ୍ୱର୍ଗ ଓ ନର୍କ କିପରି ହେଉଛି। ତୁମେ ଆସିଲେ ଆମେ ତୁମକୁ ସାରା ବିଶ୍ୱର ଇତିହାସ ଭୂଗୋଳ ବୁଝାଇବୁ। ଏହି ବେହଦର ଇତିହାସ ଭୂଗୋଳକୁ ଈଶ୍ୱର ଏବଂ ଈଶ୍ୱରଙ୍କର ସନ୍ତାନ ତୁମେମାନେ ହିଁ ଜାଣିଛ। ପବିତ୍ରତା, ସୁଖ, ଶାନ୍ତିର ସ୍ଥାପନା କିପରି ହେଉଛି, ଏହି ଇତିହାସ ଭୂଗୋଳକୁ ଜାଣିବା ଦ୍ୱାରା ତୁମେ ସବୁକିଛି ଜାଣିଯିବ। ବେହଦର ବାବାଙ୍କ ଠାରୁ ତୁମେ ନିଶ୍ଚୟ ବେହଦର ସମ୍ପତ୍ତି ହିଁ ନେବ। ଏ କଥା ଆସି ବୁଝ। ବହୁତ ବିଷୟବସ୍ତୁ ରହିଛି। ତୁମ ସନ୍ତାନମାନଙ୍କ ବୁଦ୍ଧିରେ ତ ସମସ୍ତ ଜ୍ଞାନ ଭରପୁର ହୋଇଯାଇଛି। ଖୁସିର କେତେ ନଶା ଚଢ଼ୁଛି। ସମସ୍ତ ଜ୍ଞାନ ତୁମ ସନ୍ତାନମାନଙ୍କ ପାଖରେ ଅଛି। ଜ୍ଞାନର ସାଗର ବାବାଙ୍କ ଠାରୁ ଜ୍ଞାନ ମିଳୁଛି। ପୁଣି ଆମେ ହିଁ ଯାଇ ଲକ୍ଷ୍ମୀ ନାରାୟଣ ହେବୁ। ସେଠାରେ ପୁଣି ଏହି ଜ୍ଞାନ କିଛି ହେଲେ ବି ରହିବ ନାହିଁ। କେତେ ଗୁହ୍ୟ ରହସ୍ୟ ଅଟେ, ଯାହାକି ବୁଝିବାକୁ ହେବ। ପିଲାମାନେ ସିଡ଼ିର ଚିତ୍ରକୁ ଭଲ ଭାବରେ ବୁଝିଗଲେଣି ନା? ତେବେ ଏହା 84 ଜନ୍ମର ଚକ୍ର ଅଟେ। ଏବେ ମନୁଷ୍ୟମାନଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ବୁଝାଇବାକୁ ହେବ। ଏହାକୁ ଏବେ ସ୍ୱର୍ଗ ଅଥବା ପବିତ୍ର ଦୁନିଆ କୁହାଯିବ ନାହିଁ। ସତ୍ୟଯୁଗ ଅଲଗା ଓ କଳିଯୁଗ ଅଲଗା ଅଟେ। ଏହି ଚକ୍ର କିପରି ଘୁରୁଛି ଏହାକୁ ବୁଝାଇବା ସହଜ ଅଟେ। ଜ୍ଞାନ ତ ବୁଝିବା ପାଇଁ ବହୁତ ସହଜ। କିନ୍ତୁ ପୁରୁଷାର୍ଥ କରି ଯୋଗର ଯାତ୍ରାରେ ରହିବା ଏହା ବହୁତଙ୍କ ଦ୍ୱାରା ହୋଇପାରୁନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତ୍ ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ୍ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର। ଏହି ପୁରୁଣା ଦେହ ଓ ଦୁନିଆକୁ ବୁଦ୍ଧିରୁ ଭୁଲି
ବାବା ଓ ଘରକୁ ୟାଦ କରିବାକୁ ହେବ। ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଆମେ ଆମ ସୁଖର ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଏବେ ଆମ ସୁଖର ଦିନ ଆସୁଛି। 2 ନମ୍ବର, ଜ୍ଞାନର ସାଗର ବାବାଙ୍କଠାରୁ ଯେଉଁ ଜ୍ଞାନ ମିଳୁଛି ତାକୁ ସ୍ମରଣ କରି ବୁଦ୍ଧିକୁ ଭରପୁର ରଖିବାକୁ ହେବ। ଦେହ ଅଭିମାନରେ ଆସି କୌଣସି ପ୍ରକାରର କଥାରେ ଶ୍ୱାସରୁଦ୍ଧ ହେବା ଅନୁଚିତ। ଆଜିର ବରଦାନ, ସର୍ବଦା ଏକରସ ସ୍ଥିତିର ଆସନ ଉପରେ ବିରାଜମାନ ରହୁଥିବା ବାବଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଭବ। ସବୁଠାରୁ ଶ୍ରେଷ୍ଠ ଆସନ ହେଲା ବାବଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହେବା। କିନ୍ତୁ ଏହି ସିଂହାସନ ଉପରେ ବସିବା ପାଇଁ ଅଚଲ, ଅଟଳ ଏବଂ ଏକରସ ସ୍ଥିତିର ଆସନ ଦରକାର। ଯଦି ଏହି ସ୍ଥିତିର ଆସନ ଉପରେ ସ୍ଥିତ ହୋଇପାରିବ ନାହିଁ, ତେବେ ବାବଦାଦାଙ୍କର ଦିଲ୍ ରୂପୀ ସିଂହାସନ ଉପରେ ମଧ୍ୟ ସ୍ଥିତ ହୋଇପାରିବ ନାହିଁ। ସେଥିପାଇଁ ନିଜର ଭୃକୁଟି ସିଂହାସନ ଉପରେ ଅକାଳ ମୂରତ ହୋଇ ସ୍ଥିତ ହୋଇଯାଅ। ଯଦି ଏହି ଆସନ ଉପରେ ବାରମ୍ବାର ଟଳମଳ ନ ହେବ, ତେବେ ଯାଇ ବାବଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇପାରିବ। ଆଜିର ସ୍ଲୋଗାନ, ଶୁଭ ଚିନ୍ତନ ଦ୍ୱାରା ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କର। ଅବ୍ୟକ୍ତ ଇସାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ବ୍ରହ୍ମା ବାବା ନିଜର ପ୍ରତ୍ୟେକ ସନ୍ତାନର ଚେହେରାରେ ପ୍ରଥମତଃ ସର୍ବଦା ଆତ୍ମ ଅଭିମାନୀ ସ୍ଥିତିର ସ୍ମିତହାସ୍ୟ ଦେଖିବାକୁ ଚାହୁଁଛନ୍ତି। ଦ୍ୱିତୀୟରେ ମୁଖର ସର୍ବଦା ମଧୁର ବାଣୀ ଶୁଣିବାକୁ ଚାହୁଁଛନ୍ତି। ଗୋଟିଏ ଶବ୍ଦ ମଧ୍ୟ ମଧୁରତା ବିନା କୁହ ନାହିଁ। ତେଣୁ ତୁମର ଚେହେରାରେ ସର୍ବଦା ଆତ୍ମ ଅଭିମାନୀ ସ୍ଥିତି ଦେଖାଯିବା ଦରକାର। ମୁଖରେ ମଧୁରତା ରହିବା ଦରକାର ଏବଂ ମନ ବୁଦ୍ଧିରେ ସର୍ବଦା ଶୁଭ ଭାବନା, ଦୟାଳୁ ଭାବନା ତଥା ଦାତାପଣିଆର ଭାବନା ରହିଥାଉ। ପ୍ରତିପାଦରେ ପିତାଙ୍କୁ ଅନୁକରଣ କରୁଥାଅ। ଏହିଭଳି ବାବଦାଦାଙ୍କର ପାଳନାର ପ୍ରତିଦାନ ଦିଅ। ଓମ୍ ଶାନ୍ତି, ଓମ୍ ଶାନ୍ତି।